କୁଜଙ୍ଗ ବ୍ଲକ ପଙ୍ଗପାଳ ଶିକ୍ଷାମଣ୍ଡଳ ଅଧୀନ ପଣ୍ଡୁଆ ଗ୍ରାମ ପଞ୍ଚାୟତ ଠାରେ ଥିବା ପଣ୍ଡୁଆ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ନପଙ୍ଗ ପ୍ରଧାନ ଶିକ୍ଷକ ପ୍ରଭାତ ମିଶ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଅର୍ପଣ କରାଯାଇଛି। ଏନେଇ ବିଦ୍ୟାଳୟ ପରିସରରେ ଏକ ସଭା ଆୟୋଜନ କରାଯାଇଥିଲା। ଏହି ସଭାରେ ବର୍ତ୍ତମାନ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ପ୍ରଦୀପ୍ତ ସାମଲ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ପଣ୍ଡୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ସିଦ୍ଧାର୍ଥ ମହାନ୍ତି, ସମ୍ମାନିତ ଅତିଥି ଭାବେ ପୂର୍ବତନ ସମିତି ସଭ୍ୟ ଅଜୟ ମହାନ୍ତି, ଶିକ୍ଷକ ଦେବାଶିଷ ଲେଙ୍କା, ନିମାଇଚଳ ସ୍ୱାଇଁ, ଆଲୁମିନା ସଭାପତି ଅନାମ ସାହୁ, ବିନୋଦ ବିହାରୀ ମୁଦୁଲି, ବାଗେଇଶୋଇ ସ୍କୁଲର ପ୍ରଧାନ ଶିକ୍ଷକ, ବୁଆସାହି ସ୍କୁଲର ପ୍ରଧାନ ଶିକ୍ଷକ ଅମୁଜ ମହାନ୍ତି ପ୍ରମୁଖ ଯୋଗ ଦେଇ ସେବାନିବୃତ୍ତ ଶିକ୍ଷକ ପ୍ରଭାତ ମିଶ୍ରଙ୍କୁ ସ୍ମୃତି ଅନୁଭୂତି ବଖାଣିଥିଲେ। ତେଣୁ ସେ ଉପସ୍ଥିତିଟା ମୋ ପାଇଁ ଗର୍ବ ଓ ଗୌରବ। ମୋ ଜୀବନର ସାଧନା ପଥରେ ମୁଁ ଯେଉଁ ମଞ୍ଜି ବୁଣିଥିଲି, ମୁଁ ଆଜି ପରୀକ୍ଷା କରି ଦେଖିଲି ଯେ ମୋର ମଞ୍ଜି ଫଳପ୍ରଦ ହୋଇଛି। ମୋ ଛାତ୍ରଛାତ୍ରୀମାନେ ମୋର ସମ୍ମାନ ଭଲ ପାଇବା ଜାରି ରଖିଛନ୍ତି। ତେଣୁ ବର୍ତ୍ତମାନ ମୁଁ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି, ସେମାନଙ୍କର ଜୀବନ ସୁଗମ ଏବଂ ନିରାମୟ ହେଉ। ଶେଷରେ କ୍ରୀଡ଼ା ଶିକ୍ଷକ ଦୀନବନ୍ଧୁ ନାୟକ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ, ଓଡ଼ିଆ ଲାଇଭ୍।